ଖୋର୍ଦ୍ଧା ଜିଲ୍ଲା ଅରବର ସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲେଖନପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟ 1968 ମସିହାରେ ସ୍ଥାପନ କରାଯାଇଥିଲା। ଆମ ଗ୍ରାମ ପଞ୍ଚାୟତ ବନ୍ୟା ବିପନ୍ନ ପଞ୍ଚାୟତ। ମାତ୍ର ଆମ ଗ୍ରାମ ପଞ୍ଚାୟତର କେତେକ ନ୍ୟସ୍ତ ସ୍ୱାର୍ଥ ରାଜନୈତିକ କର୍ମୀ ଏବଂ ପଦାଧିକାରୀ ରାଜନୈତିକ ଅପୋଷ ରଖି ଆମ ଗ୍ରାମର ନିରୀହ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ହଇରାଣ କରି ଆମର ସ୍କୁଲକୁ ବନ୍ଦ କରି ପୁରୀ ଜିଲ୍ଲା ଅନ୍ତର୍ଗତ ସ୍କୁଲକୁ ଯିବା ପାଇଁ ବାଧ୍ୟ କରାଇ ଦୀର୍ଘ 64 ବର୍ଷର ସ୍କୁଲକୁ ବନ୍ଦ କରାଇଛନ୍ତି। ଏ ବିଷୟରେ ଖୋର୍ଦ୍ଧା ଜିଲ୍ଲାପାଳ ମହୋଦୟଙ୍କୁ ଅଭିଯୋଗ ପତ୍ର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ସମାଧାନର ରାସ୍ତା ବାହାରି ପାରିନାହିଁ, ଯଦ୍ୱାରା ଗ୍ରାମରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଜି ସୂର୍ଯ୍ୟକାନ୍ତ ଦଳାଇ ଉକ୍ତ ଗ୍ରାମରେ ପହଞ୍ଚି ଲୋକମାନଙ୍କର ଆପତ୍ତି ଅଭିଯୋଗ ଶୁଣି ସରକାରଙ୍କର ଦୃଷ୍ଟି ଆକର୍ଷଣ ପାଇଁ ପଦକ୍ଷେପ ନେଇଥିଲେ। ଏଥିସହିତ ଗ୍ରାମର ପ୍ରଦୀପ ଦାସ, ଦିଗର ମହାନ୍ତି, ସରୋଜିନୀ ବେହେରା, ମମତା ଦାସ, ଉଭୟ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ମଧ୍ୟ ନିଜର ମତାମତ ପ୍ରଦାନ କରିଥିଲେ। ଖୋର୍ଦ୍ଧାରୁ ସୂର୍ଯ୍ୟକାନ୍ତ ଦଳେଇଙ୍କ ରିପୋର୍ଟ, ସଂଘର୍ଷ ଟିଭି।